ଚୈତ୍ର ଦ୍ୱିତୀୟ ପାଳି ମଙ୍ଗଳବାର ପଦ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ଖିଲାମୁଣ୍ଡାଙ୍କ ଦେବୀପୀଠ ପରିସରରେ ଭକ୍ତଙ୍କ ସମାଗମ। ରାୟଗଡ଼ା ଜିଲ୍ଲାର ପଦ୍ମପୁର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତ ଥିବା ମା ଖିଲାମୁଣ୍ଡା ଠାକୁରାଣୀଙ୍କ ପୀଠ ପରିସରରେ ଆଜି ଚୈତ୍ର ଦ୍ୱିତୀୟ ପାଳି ମଙ୍ଗଳବାର ଭକ୍ତଙ୍କ ସମାଗମ ହେଉଛି। ପୂଜକ ଭୋର ପ୍ରତ୍ୟୁଷରୁ ଆସି ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଛନ୍ତି। ମା ଖିଲାମୁଣ୍ଡାଙ୍କ ମାର୍ଜନା, ବେଶ ଶୃଙ୍ଗାର, ମଙ୍ଗଳ ଆଳତି, ବାଳଭୋଗ ନୈବେଦ୍ୟ ଅର୍ପଣ କରି ଏଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରୁଛନ୍ତି। ପୂଜାର୍ଚ୍ଚନା କରିବା ପରେ ମା ଖିଲାମୁଣ୍ଡା ଠାକୁରାଣୀ ଆଜି ମା ଅନ୍ନପୂର୍ଣ୍ଣେଶ୍ୱରୀଙ୍କ ବେଶରେ ଦର୍ଶନକୁ ଦେଉଛନ୍ତି। ଏହି ଦର୍ଶନ ଦେଖିବା ପାଇଁ ମାନସିକଧାରୀମାନଙ୍କର ଲମ୍ବା ଲାଇନ୍ ମଧ୍ୟ ଦେଖିବାକୁ ମିଳିଛି। ମାନସିକଧାରୀମାନେ ନଡ଼ିଆ କଦଳୀ ସହ ପଣା ଏବଂ ଲିଆ ମୁହାଁ ଭୋଗ ଅର୍ପଣ କରୁଛନ୍ତି। ଆଜି ମଙ୍ଗଳବାର ସକାଳୁ 7ଟାରୁ ଦର୍ଶନ ଜାରି ରହିଛି। ଦିନ 12ଟା ପର୍ଯ୍ୟନ୍ତ ଦର୍ଶନ ରହିବ। ଏହାପରେ ମାଙ୍କର ଭୋଗ ଆଳତି ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ସମୟରେ ମଧ୍ୟ ଅନେକ ଭକ୍ତମାନେ ମାନସିକଧାରୀମାନେ ଆସି ସନ୍ଧ୍ୟା ଆଳତି ମଧ୍ୟ ଦର୍ଶନ କରୁଛନ୍ତି। ଆଖପାଖର ଅନେକ ବ୍ୟବସାୟୀ ଭାଇମାନେ ମଧ୍ୟ ଏଠାରେ ମାଙ୍କୁ ଦର୍ଶନ କରୁଛନ୍ତି। ମାଙ୍କୁ ଦର୍ଶନ କରି କାର୍ଯ୍ୟ ଆରମ୍ଭ କଲେ ସମସ୍ତ କାର୍ଯ୍ୟ ଶୁଭ ହୋଇଥାଏ। ସେହିଭଳି ପଦ୍ମପୁରର ମା ଗ୍ରାମଦେବୀଙ୍କ ଠାକୁରାଣୀ ପରିସରରେ ମଧ୍ୟ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଉଛି। ଆଜି ମଙ୍ଗଳବାର ହେଇଥିବାରୁ ଏଠାରେ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଛି।